ବର୍ଗ ବର୍ଗମୂଳ ଏବଂ ଘନ ଘନମୂଳର ପୂର୍ବ ଭିଡିଓରେ ତୁମେ ସଂକ୍ଷିପ୍ତ ବର୍ଗ ନିରୂପଣ ପ୍ରଣାଳୀ ଏବଂ ପରିମେୟ ସଂଖ୍ୟାର ବର୍ଗ ନିର୍ଣ୍ଣୟ ସମ୍ବନ୍ଧରେ ପଢ଼ିଥିଲ। ତେବେ ଏହି ଭିଡିଓରେ ଆମେ ପୂର୍ଣ୍ଣବର୍ଗ ସଂଖ୍ୟାର ବର୍ଗମୂଳ ସମ୍ବନ୍ଧରେ ପଢ଼ିବା। ତେବେ ପୂର୍ଣ୍ଣବର୍ଗ ସଂଖ୍ୟାର ବର୍ଗମୂଳ ପୁଣି କ'ଣ? ତେବେ ଯଦି ଆମେ ସଂଜ୍ଞାକୁ ଦେଖିବା, ତେବେ ସଂଜ୍ଞା ହେଉଛି m ଏକ ପରିମେୟ ସଂଖ୍ୟା ଏବଂ m ସ୍କୋୟାର ଇଜ୍ ଇକ୍ୱାଲ୍ସ ଟୁ n ହେଲେ n ର ବର୍ଗମୂଳ m। ଅର୍ଥାତ୍ ଆମେ ଉଦାହରଣ ସ୍ୱରୂପ ଦେଖିବା, ତୁମେ ଜାଣିଛ 5 ର ସ୍କୋୟାର ବା 5 ର ବର୍ଗ ହେଉଛି 25 ଏବଂ -5 ର ବର୍ଗ ହେଉଛି ମଧ୍ୟ 25। ତେବେ ସଂଜ୍ଞା ଅନୁଯାୟୀ ଏଠି ଆମେ କ'ଣ କହିପାରିବା ନା 25 ର ବର୍ଗମୂଳ ଉଭୟ +5 ହେବ ଏବଂ -5 ମଧ୍ୟ ହେବ। ତେବେ ନିମ୍ନର ଏକ ସାରଣୀ ମାଧ୍ୟମରେ 1 ଠାରୁ 100 ମଧ୍ୟରେ ଥିବା ସମସ୍ତ ପୂର୍ଣ୍ଣବର୍ଗ ସଂଖ୍ୟାର ବର୍ଗମୂଳ ଦିଆଗଲା, ଯେଉଁଠାରେ କି 1 ର ବର୍ଗମୂଳ ହେଉଛି ±1, 4 ର ବର୍ଗମୂଳ ହେଉଛି ±2, 9 ର ବର୍ଗମୂଳ ହେଉଛି +-3, 16 ର ବର୍ଗମୂଳ ହେଉଛି +-4, 25 ର ବର୍ଗମୂଳ ହେଉଛି +-5, 36 ର ବର୍ଗମୂଳ ହେଉଛି +-6, 49 ର ବର୍ଗମୂଳ ହେଉଛି +-7, 64 ର ବର୍ଗମୂଳ ହେଉଛି +-8, 81 ର ବର୍ଗମୂଳ ହେଉଛି +-9 ଏବଂ 100 ର ବର୍ଗମୂଳ ହେଉଛି +-10। ତେବେ ବର୍ତ୍ତମାନ ଆମେ ପୂର୍ଣ୍ଣବର୍ଗ ସଂଖ୍ୟାର ବର୍ଗମୂଳ ନିର୍ଣ୍ଣୟର ପ୍ରଣାଳୀ ସମ୍ବନ୍ଧରେ ପଢ଼ିବା। ତେବେ ଆମେ ଦୁଇଟି ପ୍ରଣାଳୀ ପଢ଼ିବା। ପ୍ରଥମ ପ୍ରଣାଳୀଟି ହେଉଛି ଉତ୍ପାଦକ ନିର୍ଣ୍ଣୟ ମାଧ୍ୟମରେ ଏବଂ ଦ୍ୱିତୀୟ ପ୍ରଣାଳୀଟି ହେଉଛି ଭାଗକ୍ରିୟା ମାଧ୍ୟମରେ। ତେବେ ବର୍ତ୍ତମାନ ଆମେ ଉତ୍ପାଦକ ନିର୍ଣ୍ଣୟ ମାଧ୍ୟମରେ କିପରି ଭାବେ ପୂର୍ଣ୍ଣବର୍ଗ ସଂଖ୍ୟାର ବର୍ଗମୂଳ ନିର୍ଣ୍ଣୟ କରିବା ତାହା ପଢ଼ିବା। ତେବେ ଏହାକୁ ଆମେ ଏକ ପ୍ରଶ୍ନ ମାଧ୍ୟମରେ ପଢ଼ିବା। ତେବେ ପ୍ରଶ୍ନଟି ହେଉଛି √4096 ର ମୂଲ୍ୟ କେତେ ବା 4096 ର ବର୍ଗମୂଳ କେତେ ହେବ? ତେବେ ଯେହେତୁ ଆମେ ଏହାର ବର୍ଗମୂଳ ଉତ୍ପାଦକ ନିର୍ଣ୍ଣୟ ପ୍ରଣାଳୀ ମାଧ୍ୟମରେ ପଢ଼ିବା, ତେବେ ପ୍ରଥମେ ଆମେ 4096 ର ଉତ୍ପାଦକ ନିର୍ଣ୍ଣୟ କରିବା। ତେବେ ଏଠି ଆମେ ଯଦି ଦେଖିବା 4096 ହେଉଛି 2 ର 12 ଥର ଗୁଣଫଳ। ତେଣୁ ଯଦି ଆମେ ଏହାର ଲସାଗୁ ନେବା, ତେବେ ଯଦି ମୁଁ ପ୍ରତ୍ୟେକ 2ଟି 2କୁ ଏକ ଯୋଡ଼ା 2 ଭାବେ ନେବି, ତେବେ ଏଠି ମୋର ସମୁଦାୟ 6 ଯୋଡ଼ା 2 ମୁଁ ପାଇବି। ତେବେ ପ୍ରତ୍ୟେକ ଯୋଡ଼ାରୁ ଗୋଟିଏ ଲେଖାଏଁ ନେଲେ ଏଠି ଆମେ 6ଟି 2 ପାଇବା, ଯାହାର କି ଗୁଣଫଳ ହେବ 64। ତେବେ ପୁନଃ -64 ର ବର୍ଗ ମଧ୍ୟ 4096। ତେଣୁ 4096 ର ଋଣାତ୍ମକ ବର୍ଗମୂଳ କେତେ ହେବ ନା -√4096, ଯାହାକି ହେବ -64। ଅତଏବ 4096 ର ବର୍ଗମୂଳ କେତେ ହେବ ନା +-64। କାହିଁକି ନା ଆମେ ଜାଣିଛେ +64 କୁ 2 ଥର ଗୁଣିଲେ 4096 ପାଇବା। ଠିକ୍ ସେହିପରି -64 କୁ ମଧ୍ୟ 2 ଥର ଗୁଣିଲେ ଆମେ 4096 ହିଁ ପାଇବା। କାହିଁକି ନା ମାଇନସ୍ ଗୁଣନ ମାଇନସ୍ ପ୍ଲସ୍ ଏବଂ 64 ଗୁଣନ 64 4096। ତେଣୁ ଉଭୟ +64 ଏବଂ -64 ର ବର୍ଗ ହେବ +4096। ତେଣୁକରି 4096 ର ବର୍ଗମୂଳ ହେବ ±64। ତେବେ ବର୍ତ୍ତମାନ ଆମେ ଭାଗକ୍ରିୟା ମାଧ୍ୟମରେ କିପରି ପୂର୍ଣ୍ଣବର୍ଗ ସଂଖ୍ୟାର ବର୍ଗମୂଳ ନିର୍ଣ୍ଣୟ କରିବା ତାହା ସମ୍ବନ୍ଧରେ ପଢ଼ିବା। ତେବେ ଏହାକୁ ମଧ୍ୟ ଆମେ ଏକ ପ୍ରଶ୍ନ ମାଧ୍ୟମରେ ପଢ଼ିବା। ତେବେ ପ୍ରଶ୍ନଟି ହେଉଛି ଭାଗକ୍ରିୟା ମାଧ୍ୟମରେ 25,66,404 ର ବର୍ଗମୂଳ ନିର୍ଣ୍ଣୟ କର। ତେବେ ପିଲାମାନେ, ଯେତେବେଳେ ବି ଆମେ ଭାଗକ୍ରିୟା ମାଧ୍ୟମରେ କୌଣସି ସଂଖ୍ୟାର ବର୍ଗମୂଳ ନିର୍ଣ୍ଣୟ କରିବା, ସେତେବେଳେ ଆମକୁ କିଛି ସୋପାନ ଅନୁସରଣ କରିବାକୁ ପଡ଼ିବ। ଯେଉଁଥିରୁ କି ପ୍ରଥମ ସୋପାନଟି ହେଉଛି ଆମକୁ ପ୍ରଥମେ ଦେଖିବାକୁ ହେବ କି ଦତ୍ତ ସଂଖ୍ୟାଟି ଅଯୁଗ୍ମ ସଂଖ୍ୟକ ଅଙ୍କ ବିଶିଷ୍ଟ ନା ଯୁଗ୍ମ ସଂଖ୍ୟକ ଅଙ୍କ ବିଶିଷ୍ଟ। ତେବେ ଯଦି ଯୁଗ୍ମ ସଂଖ୍ୟକ ଅଙ୍କ ବିଶିଷ୍ଟ ହେଇଥିବ, ତେବେ ଏହାକୁ ଆମେ କିଛି ଯୋଡ଼ା ସଂଖ୍ୟାରେ ପରିଣତ କରିପାରିବା। କିନ୍ତୁ ଯଦି ଦତ୍ତ ସଂଖ୍ୟାଟି ଅଯୁଗ୍ମ ସଂଖ୍ୟକ ଅଙ୍କ ବିଶିଷ୍ଟ ହୋଇଥିବ, ତେବେ ଏହାକୁ ଆମେ ସଂଖ୍ୟା ଯୋଡ଼ାରେ ପରିଣତ କରିପାରିବା ନାହିଁ। ତେଣୁ ଆମକୁ ବାମରେ ଏକ 0 ଦେଇ ଏହାକୁ ସଂଖ୍ୟା ଯୋଡ଼ାରେ ପରିଣତ କରିବାକୁ ହେବ। ତେବେ ଏଠି ପ୍ରଶ୍ନାନୁସାରେ 25,66,404 ହେଉଛି ଅଯୁଗ୍ମ ସଂଖ୍ୟକ ଅଙ୍କ ବିଶିଷ୍ଟ। ତେଣୁ ଆମକୁ ବାମରେ ଏକ 0 ଦେଇ ଏହାକୁ 4 ଯୋଡ଼ା ସଂଖ୍ୟାରେ ପରିଣତ କରିବାକୁ ହେବ। କାହିଁକି ନା ବାମରେ ଏକ 0 ଦେଲେ ଆମର ସଂଖ୍ୟାଟି 8 ଅଙ୍କ ବିଶିଷ୍ଟ ହେବ। ତେବେ
प्रथम सोपानटी को लिखिले मोर हेब तेबे वर्तमान द्वितीय सोपानटी हेउछि प्रति दुईटी अंक को डाहाण पार्श्वरु रेखांकित कर अर्थात डाहाण पार्श्वरु प्रति दुईटी अंक को मु रेखांकित करिवि डाहाण पार्श्वरु 0,4 हेले मोर प्रथम दुईटी अंक द्वितीय दुईटी अंक हेले 6,4 तृतीय दुईटी अंक हेले 5,6 चतुर्थ दुईटी अंक हेले 0,2 तेबे पिला माने वर्तमान मु भाग क्रियार भाज्य पाई गली एहा हेउछि मोर भाज्य तेबे आमे जेउ भली भाबरे भाग क्रिया करूथिले ठीक सही परी एठी मध्ये आमे भाग क्रिया करिबा किंतु एठी हमकु गोटिए गोटिए जोड़ा को भाग क्रिया करिया को हेबो तेबे प्रथम जोड़ा हेउछि 0,2 बा जाहाकु मु 2 कहि परिबि तेबे एठी 2 ठारू सान बृहत्तम पूर्णवर्ग संख्या हेउछि 1 अर्थात जदि एठी 0,2 न थाई 0,7 थांता तेबे 7 ठारू सान बृहत्तम पूर्णवर्ग संख्या किए हे थांता न 4 किंतु एठी हमर 0,2 थिबारु 2 ठारू सान एवं बृहत्तम पूर्णवर्ग संख्या हेउछि 1 तेबे मु भाजक स्थान रे 1 पकाइबि तेबे एहा हेउछि मोर भाजक स्थान तेबे भाजक स्थान रे मु केते पकाइबि ना 1 ठीक सही परी भागफल बा वर्गमूल स्थान सेठी मध्ये मु 1 पकाइबि तेबे एहा हेउछि मोर भागफल बा वर्गमूल स्थान तेबे एठी मध्ये मु 1 पकाइबि तेबे 1 को 1 द्वारा गुणिले मु पाइबि 1 तेबे वर्तमान 2 रु 1 गले सही 1 तेबे वर्तमान आमे कोन करिबा ना परवर्ती संख्या जोड़ा को लाइबा जहा कि हेउछि मोर 56 तेबे वर्तमान नूतन भाज्यटी हेइ गला मोर 156 तेबे वर्तमान मते नूतन भाजक निर्णय करिया को हेबो तेबे एठी नूतन भाजकर प्रथम अंकटी मु केउ भली भाबे पाइबि ना 1 को 1 रे जोग कले मु नूतन भाजकर प्रथम अंकटी पाइबि तेबे एठी नूतन भाजकर प्रथम अंकटी हेबो 1 मिश्रण 1 जहा कि हेबो 2 तेबे नूतन भाजकर द्वितीय अंकटी पाइबा को हेले मते एई भली एक संख्या खोजिबा को हेबो जहा को कि मु नूतन भाजकर द्वितीय अंक स्थान रे पकाइबि एवं वर्गमूल बा भागफल स्थान रे मध्ये पकाइबि एवं नूतन भाजक एवं भागफल बा वर्गमूल स्थान रे पकाइथिबा नूतन अंकर गुणफल 156 किंबा 156 थारु कम हेउथिबो अर्थात मने करा जाऊ मु एठी नूतन भाजकर द्वितीय अंक को 1 पकाइली तेबे भागफल स्थान रे मध्ये 1 पकाइबि तेबे 21 एवं 1 र गुणफल एठी 21 हेबो किंतु जहा कि 156 थारु बहुत कम होई जाउची ठीक सही परी मने करा जाऊ मु 2 पकाइबि जदि मु नूतन भाजकर द्वितीय अंक स्थान रे 2 पकाइली तेबे भागफल बा वर्गमूल स्थान रे मध्ये 2 पकाइबि तेबे 22 एवं 2 र गुणफल हेबो 44 एहा मध्ये 156 थारु बहुत कम होई जाउची तेनु करी हमकु एही भली भाव परीक्षा करी देखिबा को हेबो एपरि एक संख्या जाहाकु कि मु नूतन भाजकर द्वितीय अंक स्थान रे पकाइबि एवं भागफल बा वर्गमूल स्थान रे पकाइबि एवं उभयंकर गुणफल 156 किंबा 156 थारु कम हेउथिबो तेबे एठी मोर एभली एक संख्या हेउची 6 तेनु करी मु नूतन भाजकर द्वितीय अंक स्थान रे 6 पकाइली एवं भागफल बा वर्गमूल स्थान रे मध्ये 6 पकाइली तेबे एठी 26 एवं 6 र गुणफल हे जिवो 156 जहा कि मोर नूतन भाज्य सह समान हेइ गला तेबे किछि परिस्थिति रे या समान मध्ये न होई पारे टिके कम हेइ पारे तेबे वर्तमान 156 को 156 रु वियोग कले मोर वियोगफल आसीबो 0 तेबे परवर्ती संख्या जोड़ा को मु ओल्हाइले मु पाइबि 64 जहा कि हे जिवो मोर नूतन भाज्य ठीक सही परी हमकु पूर्व प्रक्रिया भली तृतीय भाजक लेखिबा को हेबो तेबे एठी तृतीय भाजक केते हेबो ना 26 मिश्रण 6 काहे कि ना पूर्व भाजक थिला 26 एवं जेहेतु आमे 2 रे 6 पकाइथिले तेनु भागफल रे मध्ये 6 पकाइथिले तेनु एठी आमे 26 को 6 द्वारा जोग करिबा जहा कि हेबो मोर 32 तेबे पिला माने एठी मु 32 पाखरे एमिति केउ अंक पकाइबी बा केउ संख्या पकाइबी जहा को कि मु भागफल बा वर्गमूल स्थान रे मध्ये पकाइबी एवं उभयंकर गुणनफल बा गुणफल 64 किंबा 64 ठारू कम हेबो तबे मने करा जाऊ मु एठी 1 पकाइली तबे भागफल बा वर्गमूल स्थान रे मध्ये 1 पकाइबी तबे 321 गुणन 1 321 हे जिवो जहा कि
64 ଠାରୁ ବହୁତ ଅଧିକ। ତେଣୁ ଯେହେତୁ ଏଠି 1 ହେଲା ନାହିଁ ତେବେ ଏଠି 0 ହିଁ ହେବ। ତେଣୁ ମୁଁ 32 ପାଖରେ 0 ପକାଇଲି। ଠିକ୍ ସେହିପରି ଭାଗଫଳ ସ୍ଥାନରେ ମଧ୍ୟ 0 ପକାଇବି। ତେବେ 320 ଗୁଣନ 0 ସେହି 0 ହିଁ ହେବ। କାରଣ ଆମେ ଜାଣିଛେ 0 କୁ ଯେକୌଣସି ସଂଖ୍ୟା ସାଙ୍ଗରେ ଗୁଣିଲେ 0 ହିଁ ହେବ। ତେବେ ବର୍ତ୍ତମାନ 64 ରୁ 0 ବିୟୋଗ କଲେ ଆମେ 64 ହିଁ ପାଇବା। ବର୍ତ୍ତମାନ ଆମେ ପରବର୍ତ୍ତୀ ସଂଖ୍ୟା ଯୋଡ଼ା ଯାହାକି ଆମର ଅଛି 04 କୁ ଆମେ ଓହ୍ଲାଇ ପାରିବା। ତେବେ ବର୍ତ୍ତମାନ ନୂତନ ସଂଖ୍ୟାଟି ବା ନୂତନ ଭାଜ୍ୟଟି ହେଇଯାଇଛି 6404। ତେବେ ପୁନଃ ଆମର ନୂତନ ଭାଜକଟି ହେବ 320 ମିଶାଣ 0। କାରଣ ଆମେ ଭାଜକରେ 32 ରେ 0 ପକାଇଥିଲେ ଏବଂ ଭାଗଫଳରେ ମଧ୍ୟ 0 ପକାଇଥିଲେ। ତେଣୁ ଯଦ୍ୱାରା କି ଆମ ନୂତନ ଭାଜକ ହେଇଥିଲା 320 ଏବଂ ଭାଗଫଳ ସେହି 0 ହିଁ ଥିଲା। ଯଦ୍ୱାରା କି ଆମ ନୂତନ ଭାଜକଟି ହେଇଥିଲା 320 ଏବଂ ଭାଗଫଳ ଜାଗାରେ ଆମେ 0 ପକାଇଥିଲେ। ତେବେ 320 କୁ 0 ରେ ଯୋଗ କଲେ ସେହି 320 ହିଁ ହେବ। ତେବେ ବର୍ତ୍ତମାନ ଏହି 320 ପାଖରେ କେଉଁ ଅଙ୍କ ପକାଇବି ଯାହାକୁ କି ମୁଁ ଭାଗଫଳ ବା ବର୍ଗମୂଳ ସ୍ଥାନରେ ପକାଇବି ଏବଂ ଉଭୟଙ୍କର ଗୁଣଫଳ 6404 ସହିତ ସମାନ କିମ୍ବା ତାଠାରୁ କମ୍ ହେବ। ତେବେ ଏଠି ଏମିତି ଏକ ସଂଖ୍ୟା ହେଉଛି 2। ତେବେ 2 କୁ ମୁଁ ଭାଗଫଳ ବା ବର୍ଗମୂଳ ସ୍ଥାନରେ ମଧ୍ୟ ପକାଇବି। ତେବେ ବର୍ତ୍ତମାନ ଆମର ନୂତନ ଭାଜକଟି ହେଇଯାଇଛି 3202। ତେବେ 3202 କୁ 2 ସାଙ୍ଗରେ ଗୁଣନ କଲେ ଆମେ ପାଇବା 6404 ଯାହାକି ନୂତନ ଭାଜ୍ୟ ସହ ସମାନ। ତେଣୁକରି 6404 ରୁ 6404 କୁ ବିୟୋଗ କଲେ ଆମେ ପାଇବା 0 ଯାହାକି ହେଉଛି ମୋର ଭାଗଶେଷ। ତେବେ ଯେହେତୁ ଭାଗଶେଷଟି 0 ତେଣୁ ଆମେ କହିପାରିବା 25,66,404 ଏକ ପୂର୍ଣ୍ଣବର୍ଗ ସଂଖ୍ୟା ଯାହାର କି ବର୍ଗମୂଳ ହେଉଛି 1602। ତେବେ ଆମେ ଏଠି କହିପାରିବା ଅତଏବ 25,66,404 ର ବର୍ଗମୂଳ ହେଉଛି 1602। ତେବେ ଏହି ଭିଡିଓରେ ଆମେ ଦୁଇଟି ପ୍ରଣାଳୀରେ ପୂର୍ଣ୍ଣବର୍ଗ ସଂଖ୍ୟାର ବର୍ଗମୂଳ ନିର୍ଣ୍ଣୟ କରିବା ଶିଖିଲେ, ଯେଉଁଥିରୁ କି ପ୍ରଥମ ପ୍ରଣାଳୀଟି ଥିଲା ଉତ୍ପାଦକ ନିର୍ଣ୍ଣୟ ମାଧ୍ୟମରେ ଏବଂ ଦ୍ୱିତୀୟ ପ୍ରଣାଳୀଟି ଥିଲା ଭାଗକ୍ରିୟା ମାଧ୍ୟମରେ। So thank you all.